ତ ଭାବୁଛି ମୁଁ ହରିଜନ ବୋଲିକି ସେ ଆସୁନାହାନ୍ତି, କିନ୍ତୁ ଆମେ ତାଙ୍କୁ ପଚାରିଲେ ସେ ଡାଇରେକ୍ଟ କିଛି କହୁନାହାନ୍ତି କି ଆମେ ଏଥିପାଇଁ ଯିବୁ ନା। ଆମେ ତାଙ୍କ ଘର ପାଖକୁ ଗଲେ ସେମାନେ ତାଙ୍କର ଘର, ଆମେ କଥା ହଉଥିବୁ ତାଙ୍କର ଘରକୁ ପଳେଇ ଯିବେ କି ଆସ ଛାଡ ଛୁଆଙ୍କୁ, କିନ୍ତୁ ସେମାନେ କିଛି କରୁନାହାନ୍ତି। ସମାଜ ବହୁତ ଆଗରେ ଆଜି ଅଛି। ଆମେ ଯଦି ଏହାକୁ ଧରି ରହିଥିବା, ମୁଁ ଚାହୁଁଛି କେମିତି ଛୋଟରୁ ବଡ ହେବା ପାଇଁ, ଗାଁ ଲୋକଙ୍କର ସହାୟତା ନେବା ପାଇଁ ଚାହୁଁଥିଲି, କିନ୍ତୁ ସେମାନେ ଆଜି ଆମ କାଷ୍ଟ ଏଇଆ ବୋଲି ସେଥିପାଇଁ ଆଉ କେହି ବି ପକେଇ ନାହାନ୍ତି। ମୁଁ ଏକା ପକେଇଛି, ଆଉ ମୁଁ ଏକା ପକେଇଥିଲି କିନ୍ତୁ ଆଉ କେହି ପକେଇ ନାହାନ୍ତି। ସେଥିରେ ମୋ ଉପରେ ସେମାନେ ବିରୋଧ କରୁଛନ୍ତି। ମୋତେ ବହୁତ କଷ୍ଟ କରି ଆସିଛି ଛୋଟବେଳୁ। ମୋ ମା ବାପା ବହୁତ କଷ୍ଟ କରିଛନ୍ତି, ମାମୁଁ ମାଇଁ ସମସ୍ତେ ବହୁତ କଷ୍ଟ କରିକିନା ମତେ ଆଜି ଏଇଠି ଆସି ପହଞ୍ଚେଇଛନ୍ତି। ଅଙ୍ଗନବାଡିରେ 20 ଜଣ ଖଣ୍ଡ ପିଲା ଅଛନ୍ତି। ଆଉ ମୋର ନଭେମ୍ବର 20ରେ ମୋର ଜଏନିଂ ହେଇଥିଲା। ତ କେହି ପିଲାମାନଙ୍କୁ ଛାଡୁନାହାନ୍ତି କି କେହି ବି ଆସୁନାହାନ୍ତି କି ଅଣ୍ଡା ଛତୁଆ ମଧ୍ୟ କେହି ନେଇନାହାନ୍ତି। ସେମାନେ କହୁଛନ୍ତି କି ତମର କାଷ୍ଟ ସେଠି ବୋଲି, ସିଭିଲ କାଷ୍ଟ ବୋଲି, ସେଇଥିପାଇଁ ଆମେ କେହି ନବୁନି କି ଆକ୍ସେପ୍ଟ କରିବୁନି। ମୋ କହିବା କଥା ଏଇଆ କି ସମାଜ ବହୁତ ଆଗରେ ଆଜି ଅଛି। ଆମେ ଯଦି ଏହାକୁ ଧରି ରହିଥିବା, ମୁଁ ଚାହୁଁଛି କେମିତି ଛୋଟରୁ ବଡ ହେବା ପାଇଁ, ଗାଁ ଲୋକଙ୍କର ସହାୟତା ନେବା ପାଇଁ ଚାହୁଁଥିଲି, କିନ୍ତୁ ସେମାନେ ଆଜି ଆମ କାଷ୍ଟ ଏଇଆ ବୋଲି ସେଥିପାଇଁ ଆଉ କେହି ବି ପକେଇ ନାହାନ୍ତି। ମୁଁ ଏକା ପକେଇଛି, ଆଉ ମୁଁ ଏକା ପକେଇଥିଲି କିନ୍ତୁ ଆଉ କେହି ପକେଇ ନାହାନ୍ତି। ସେଥିରେ ମୋ ଉପରେ ସେମାନେ ବିରୋଧ କରୁଛନ୍ତି। ମୁଁ ଚାହୁଁଛି କି ମାନେ ଆଜି ଆମ କାଷ୍ଟ ଏଠି ନ ରହୁ, ଆଜି ଆମ ପିଲାମାନେ ଆମ ସେଠିରେ ମଧ୍ୟ ବହୁତ ସ୍ତରରେ ଆଜି ଅଛନ୍ତି, କିନ୍ତୁ ଚାକିରିଟିଏ ପାଇବା ପାଇଁ ହେଲେ ବହୁତ କଷ୍ଟ କରିବାକୁ ପଡିବ। ମୁଁ ମଧ୍ୟ ବହୁତ କଷ୍ଟ କରି ଆସିଛି ଛୋଟବେଳୁ। ମୋ ମା ବାପା ବହୁତ କଷ୍ଟ କରିଛନ୍ତି, ମାମୁଁ ମାଇଁ ସମସ୍ତେ ବହୁତ କଷ୍ଟ କରିକିନା ମତେ ଆଜି ଏଇଠି ଆସି ପହଞ୍ଚେଇଛନ୍ତି। ତ ସେଥିପାଇଁ ମୁଁ ଏଇଟା ପକେଇଲି, ଯେହେତୁ ଆଉ କେହି ବି ପକେଇ ନାହାନ୍ତି, ତଥାପି ମତେ ବିରୋଧ କରୁଛନ୍ତି ସମସ୍ତେ। ବହୁତ କଷ୍ଟ ଲାଗୁଛି, ବହୁତ କଷ୍ଟ ଲାଗେ। ପିଲାମାନଙ୍କ, ମୋର ଇଚ୍ଛା କି ମୁଁ ଜଣେ ଟିଚର ହେବି, ପିଲାମାନଙ୍କୁ ପଢାଇବା ପାଇଁ ବହୁତ ଇଚ୍ଛା କରିଛି, କିନ୍ତୁ ପିଲାମାନେ ଆସୁନାହାନ୍ତି କେହି, କି ସେମାନଙ୍କୁ ମଧ୍ୟ ତାଙ୍କ ବାପା ମା ମାନେ ଛାଡୁନାହାନ୍ତି। ମୁଁ ଡାକୁଛି ସମସ୍ତଙ୍କୁ, ସମସ୍ତଙ୍କୁ ଡାକୁଛି କି ଆସ ଛତୁଆ ନିଅ, ଅଣ୍ଡା ନିଅ। ନେଇଥିଲେ ଆସିକି, ମଝିରେ ଥରେ ନେଇଥିଲେ 4-5 ଜଣ ଖଣ୍ଡେ ନେଇ